नमस्कार। बुधवार अक्टोबर 22 तारीख 2025। द लॉर्ड विल फाइट फॉर यू। सदाप्रभु तुमମାନଙ୍କ ପାଇଁ ଯୁଦ୍ଧ କରିବେ। ଚାଲନ୍ତୁ ଏହି ପାଠ ଧ୍ୟାନ କରିବା ପୂର୍ବେ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା। हे आम्भमानक सर्वशक्ति सर्वज्ञानी प्रेमर सागर दयामय अंतर्जमी अनुग्रह परम पिता धन्यवाद करुछु। वर्तमान जो सब स्कूल पाठ आम पढ़ा जाऊँ सही सब स्कूल पाठ बुझापी आम बुद्धि ज्ञान शक्ति परिपूर्ण कर। आम पाप सब तुम सही बहुमूल्य रक्तरे परिष्कार रूपे धरी दियो। यही छोट प्रार्थना यीशुଙ୍କ नामे मांगुछि, सुनी ग्रहण कर। आमेन। प्रिय श्रोता, आज आमे देखिबाकू जाउछु कि परमेश्वर बा सदाप्रभु परमेश्वर आमानंक पाई युद्ध करिवे आओ से केबेले पराजय हेबे नाही। परमेश्वर आमानंक पाई युद्ध करिवे। प्रभु तुमानंक पाई युद्ध करिवे बा सदा प्रभु परमेश्वर तुमानंक पाई युद्ध करिवे। आओ आज विशेष भाव में आमे आलोचना करिबा यात्रा पुस्तक तार 13, 14 क्षमा करंतु 14, 13, 14 और 25। आ विशेष भाव में इस्राएलियो माने युद्ध रे सामिल हेबा विषय परमेश्वर मूल एवं आदर्श योजना कौन थिला ताहा विषय आमे देखिबा कि विशेष भाव में इस्राएल माने किपरि ए जो युद्ध रे एकमत हेले बा प्रभु परमेश्वर आनिले आओ किपरि से मानको शासन देले आ किपरि से माने एक मूल एवं आदर्श योजना करथिले ताहा विषय हमें एठी देखुछु। बंधु जेपरि कि यात्रा पुस्तक 14, 13, 14 रे हमें देखछु यदि पढ़िबा हमें सेठी देखुछु संकटर महत्व रे जतेबेले इस्राएल लोक माने एक शारीरिक अचलावस्था बाध्य होइथिले। जेपरि आमे देखुछु तो मौसा लोक माननकु कहले तुम माने भय कर नाही, सुस्थिर हुओ। सदा प्रभु आज कि प्रकार तुमानकु उद्धार करिवे ताहा देख। तुम माने आज जेपरि मिस्री माननकु देखि अछो सेपरि अन काल जाए आओ केबे देखिबो नाही। आमे देखो अछो यात्रा पुस्तक 14, 13, 14 रे। बंधु बाइबल रो वर्णना अनुयायी मिस्री माने मध्य एही वास्तवता को बुझी पारिथिले। से सेमानंक रथ को चक्र बाहर करी पकाते सेमाने अति कष्ट रे रथ चलाइथिले। तहिरे मिस्री लोक माने कहले आस आमे माने इस्राएल सम्मुखरु पलाय जाओ, कारण सदाप्रभु सेमानंक सपक्ष होई मिस्री मानक विरुद्ध रे युद्ध करुअछंती बोली परस्पर सेमाने कथाबार्ता होइथिले, जहां आमे देखुछु यात्रा पुस्तक 14, 25 रे। बंधु एई जो असहाय इस्राएल मानक पाए परमेश्वर चमत्कार हस्तपेक्ष जो माने सामरिक दक्षतारे तालीम प्राप्त नुहंती ताहा एक नमूना हो जाए। इस्राएल पक्षरु परमेश्वर हस्तपेक्ष पाई यात्रार एक आकार दृष्टांत गठन करिथिला। एठारे केवल जोहेबा परमेश्वर द्वारा लड़ा जाइथिबा युद्ध नुह,
ବନ୍ଧୁ ବରଂ ଇସ୍ରାଏଲ ରୁ ଯୁଦ୍ଧ ନ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଏବେ ଯାତ୍ରା ପୁସ୍ତକ 14:14 ଦେଖାଉଛୁ। ଯେବେକି ପରମେଶ୍ୱର ହେଉଛନ୍ତି ଯୋଦ୍ଧା, ପଦପେକ୍ଷ ତାଙ୍କର, ସେ ରଣନୀତି ସ୍ଥାପନ କରନ୍ତି, ସେ ଉପାୟ ପରିଭାଷିତ କରନ୍ତି ଏବଂ ସେ ଅଭିନୟ ପରିଚାଳନ କରନ୍ତି। ଯଦି ଜିହୋବା ବା ସଦାପ୍ରଭୁ ଇସ୍ରାଏଲ ପାଇଁ ଯୁଦ୍ଧ କରନ୍ତି ନାହିଁ, ତେବେ ସେମାନଙ୍କର ସଫଳତାର କୌଣସି ସମ୍ଭାବନା ହିଁ ନାହିଁ। ଯେପରି ଆମେ ଦେଖୁଛୁ ବନ୍ଧୁ କି ଇତିହାସ ଦର୍ଶାଏ ଯେ ଯେତେବେଳେ ଇସ୍ରାଏଲ ପରମେଶ୍ୱରଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ଥିଲା, ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିନଥିଲା, ଯାହା ଆମେ ଦ୍ୱିତୀୟ ରାଜା ବୋଲି 19ରେ ଦେଖୁଅଛୁ। ତାପରେ ଆମେ ଦ୍ୱିତୀୟ ବଂଶ ବୋଲି 32ରେ ଆଉ ଜିସାୟ 36ରେ ଆମେ ଦେଖୁଛୁ ଯେତେ ପର୍ଯ୍ୟନ୍ତ ଇସ୍ରାଏଲ ମାନଙ୍କର ବିଶ୍ୱାସ ଥିଲା ପରମେଶ୍ୱରଙ୍କ ଉପରେ, ସେମାନେ ବିଜୟୀ ହୋଇଥିଲେ। ଆଉ ଯେତେବେଳେ ସେମାନଙ୍କ ବିଶ୍ୱାସ ନଥିଲା, ସେମାନେ ହରି ଯାଉଥିଲେ। ବନ୍ଧୁ, ପରମେଶ୍ୱରଙ୍କ ଆଦର୍ଶ ଯୋଜନାରେ ଇସ୍ରାଏଲୀ ମାନଙ୍କୁ କେବେ ନିଜ ପାଇଁ ଯୁଦ୍ଧ କରିବାକୁ ପଡ଼ିନଥିଲା। ବନ୍ଧୁ, ଯାତ୍ରା ପରେ ପ୍ରକାଶିତ ସେମାନଙ୍କ ଅବିଶ୍ୱାସର ପରିଣାମ ସ୍ୱରୂପ ପରମେଶ୍ୱର ସେମାନଙ୍କୁ କାନାନୀୟ ମାନଙ୍କ ବିରୁଦ୍ଧରେ ପରିଚାଳିତ ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ସେହିପରି ଯାତ୍ରା ସମୟରେ ମିଶରୀୟ ମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଗୋଟିଏ ଖଣ୍ଡା ଉଠାଇବାକୁ ପଡ଼ିନଥିଲା। କିନାନକୁ ଜୟ କରିବା ପାଇଁ ଯୁଦ୍ଧ କରିବା ସେମାନଙ୍କ ପାଇଁ କେବେ ବି ଆବଶ୍ୟକତା ହୋଇନଥିଲା। ବନ୍ଧୁ, ଯଦି ଆପଣମାନେ ଦ୍ୱିତୀୟ ବିବରଣ ତାର 7, 17, 19 ପଢ଼ିବେ, ବନ୍ଧୁ ଆମେ ଦେଖୁଛୁ କିପରି ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ମାନଙ୍କର ସହକାରୀ ଥିଲେ ଆଉ ସେମାନଙ୍କୁ ସାହାଯ୍ୟ କରୁଥିଲେ। ବନ୍ଧୁ, ଆମେ ଦେଖୁଛୁ ଯେ ଈଶ୍ୱରୀୟ ଆଦେଶ ପାଳନ କରି ଯେହୋଶୟ ଇସ୍ରାଏଲର ସୈନ୍ୟ ବାହିନୀକୁ ମାର୍ଶଲ କରିଥିଲେ। କୌଣସି ଆକ୍ରମଣ କରାଇବାର ନଥିଲା। ସେମାନଙ୍କୁ କେବଳ ପରମେଶ୍ୱରଙ୍କର ସିନ୍ଦୁକ ବହନ କରି ଏବଂ ତୁରୀ ବଜାଇ ନଗର ପରିକ୍ରମ କରିବାକୁ ଥିଲା। ପ୍ରଥମେ ଯୋଦ୍ଧାମାନେ ଆସିଥିଲେ, ମନୋନୀତ ପୁରୁଷଙ୍କ ଏକ ଦଳ। ବର୍ତ୍ତମାନ ସେମାନଙ୍କ ନିଜତ୍ୱ ଯୋଗ୍ୟତା ଏବଂ ପରାକ୍ରମ ଦ୍ୱାରା ବିଜୟୀ ହେବା ପାଇଁ ନୁହେଁ, ବରଂ ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶ ପାଳନ କରି ତୁରୀ ବଜାଇ 7 ଜଣ ଯାଜକ ପଛକୁ ଗଲେ, ମାନେ ସେମାନଙ୍କ ପଛରେ ସେମାନେ ଗଲେ। ତାପରେ ଈଶ୍ୱରୀୟ ଗୌରବର ଏକ ଆଭାଲ ଦ୍ୱାରା ଘେରି ରହିଥିବା ପରମେଶ୍ୱରଙ୍କ ସିନ୍ଦୁକକୁ ସେମାନଙ୍କ ପବିତ୍ର ପଦବୀକୁ ସୂଚିତ କରୁଥିଲା। ପୋଷକ ପିନ୍ଧିଥିବା ଯାଜକମାନେ ବହନ କରୁଥିଲେ। ଇସ୍ରାଏଲ ସୈନ୍ୟବାହିନୀ ଅନୁସରଣ କରୁଥିଲେ। ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ସ୍ୱଜା ତଳେ ସେହି ଶକ୍ତିଶାଳୀ ସୈନ୍ୟବାହିନୀର ପଦଯାତ୍ରା ଏବଂ ତୁରୀର ଗମ୍ଭୀର ଶବ୍ଦ ବ୍ୟତୀତ ଅନ୍ୟ କୌଣସି ଶବ୍ଦ ଶୁଣା ନ ଯାଉଥିଲା ବୋଲି ଆମେ ଦେଖୁଛୁ, ଯାହାର ପର୍ବତ ମାନଙ୍କ ମଧ୍ୟରେ ପ୍ରତିନିଧି ହେଉଥିଲା ଏବଂ ଜିରିହର ରାସ୍ତା ଦେଇ ଘୁଞ୍ଚିରିତ ହେଉଥିଲା। 6 ଦିନ ପର୍ଯ୍ୟନ୍ତ ଇସ୍ରାଏଲର ସୈନ୍ୟବାହିନୀ ନଗର ପରିକ୍ରମା କରିଥିଲେ। ଆଉ 7ମ ଦିନ ଆସିଲା ଏବଂ ଆଲୋକର ପ୍ରଥମ ସୂର୍ଯ୍ୟୋଦୟ ସହିତ ଯେହୋଶୟ ପ୍ରଭୁଙ୍କ ସୈନ୍ୟ ବାହିନୀ ତାଙ୍କ ସହିତ ସୈନ୍ୟବାହିନୀଙ୍କୁ ମାର୍ଶଲ କରିଥିଲେ। ବର୍ତ୍ତମାନ ସେମାନଙ୍କୁ ଜିରହ ଚାରିପାଖରେ 7 ଥର ପରିକ୍ରମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତୁରୀର ଏକ ପ୍ରବଳ ଶବ୍ଦର ଉଚ୍ଚ ସ୍ୱରରେ ଚିତ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କାରଣ ପରମେଶ୍ୱର ସେମାନଙ୍କୁ ନଗର ଦେଇଥିଲେ। ବନ୍ଧୁ, 7ମ ପରିକ୍ରମା ସମାପ୍ତ ହେଲା ପରେ
ଦୀର୍ଘ ଯାତ୍ରା ସ୍ଥଗିତ ରହିଲା। ମନେ ରଖନ୍ତୁ, କିନ୍ତୁ ସମୟ ପାଇଁ ନିରବ ଥିବା ତୁରୀ ଗୁଡ଼ିକ ଏବେ ଏକ ବିସ୍ଫୋରଣରେ ଫାଟି ପଡ଼ିଗଲା, ଯାହା ପୃଥିବୀକୁ ଥରାଇ ଦେଲା। କଠିନ ପଥରର କାନ୍ଥ, ସେମାନଙ୍କ ବିଶାଳ ଦୁର୍ଗ ଏବଂ ଯୁଦ୍ଧକ୍ଷେତ୍ର ସହିତ ହୋଲିଗଲା ଏବଂ ସେମାନଙ୍କର ମୂଳଦୁଆ ଠାରୁ ଉଠିଗଲା ବୋଲି ଆମେ ଦେଖୁଅଛୁ ଏବଂ ଏକ ଧ୍ୱଂସ ସହିତ ପୃଥିବୀରେ ପଡ଼ିଗଲା, ମାନେ ଏକ ଧ୍ୱଂସ ସହିତ ପୃଥିବୀ ବା ମାଟିକୁ ସେ ପଡ଼ିଗଲା। ଜିରିହର ବାସିନ୍ଦାମାନେ ଭୟରେ ପକ୍ଷାଘାତଗ୍ରସ୍ତ ହୋଇଗଲେ ଏବଂ ଇସ୍ରାଏଲ ସୈନ୍ୟବାହିନୀ ସେହି ନଗର ଭିତରକୁ ପ୍ରବେଶ କରି ସେହି ନଗରକୁ ଅଧିକାର କଲେ। ବନ୍ଧୁ, ଇସ୍ରାଏଲ ମାନେ ନିଜତ୍ୱ ଶକ୍ତି ଦ୍ୱାରା ଏଇ ଯୋଉ ନଗରକୁ ବିଜୟ କଲେ ଏହା ନୁହେଁ, ବିଜୟ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କର ଥିଲା ବନ୍ଧୁ। ଏବଂ ଭୂମିର ପ୍ରଥମ ଫଳ ଭାବରେ ନଗର ଏଥିରେ ଥିବା ସମସ୍ତ ଜିନିଷ ସହିତ ପରମେଶ୍ୱରଙ୍କ ଉଦ୍ଦେଶ୍ୟର ବଳିଦାନ ଭାବରେ ଉତ୍ସର୍ଗ କରାଯାଇଥିବା ଥିଲା। ମାତ୍ର ଆମେ ଦେଖୁଛୁ ଗୁପ୍ତଚର ମାନଙ୍କ ପ୍ରତିଶ୍ରୁତି ପୂରଣ ହେବା ପରିପ୍ରେକ୍ଷୀରେ କେବଳ ବିଶ୍ୱସ୍ତ ରାହାବ ତାଙ୍କ ପରିବାର ସହିତ ରକ୍ଷା ପାଇଲେ ବୋଲି ଆମେ ଦେଖୁଅଛୁ। ଜିରିହୋର ଲୋକମାନଙ୍କର ସମ୍ପୂର୍ଣ୍ଣ ବିନାଶ କେବଳ ମୋଶାଙ୍କ ଦ୍ୱାରା ପୂର୍ବରୁ କିନାନର ବାସିନ୍ଦାମାନଙ୍କ ବିଷୟରେ ଦିଆଯାଇଥିବା ଆଜ୍ଞାର ଏକ ପୂର୍ଣ୍ଣ ଥିଲା। ତୁମେ ସେମାନଙ୍କୁ ଆଘାତ କରିବ ଏବଂ ସମ୍ପୂର୍ଣ୍ଣ ବିନାଶ କରିବ ବୋଲି ମୋଶା ଇସ୍ରାଏଲ ପ୍ରଜାମାନଙ୍କୁ କହିଥିଲେ। ଅନେକଙ୍କ ପାଇଁ ଏହି ଆଜ୍ଞା ଗୁଡ଼ିକ ବାଇବଲର ଅନ୍ୟ ଅଂଶରେ ନିର୍ଦ୍ଦେଶିତ ପ୍ରେମ ଏବଂ ଦୟାର ଆତ୍ମାର ବିପରୀତ ମନେ ହୁଏ, କିନ୍ତୁ ପ୍ରକୃତରେ ସେଗୁଡ଼ିକ ଅନନ୍ତ ଜ୍ଞାନ ଏବଂ ମଙ୍ଗଳରେ ନିର୍ଦ୍ଦେଶ ଥିଲା। ବନ୍ଧୁ, କିନାନୀୟମାନେ ନିଜକୁ ସବୁଠାରୁ ଘୃଣ୍ୟ ଏବଂ ସବୁଠାରୁ ଅପମାନଜନକ ମୂର୍ତ୍ତିବାଦରେ ପରିତ୍ୟାଗ କରିଥିଲେ ଏବଂ ଏହା ଆବଶ୍ୟକ ଥିଲା ଯେ ଦେଶକୁ ଏପରି କିଛିରୁ ମୁକ୍ତ କରାଯିବା ଉଚିତ ଯାହା ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ଅନୁଗ୍ରହପୂର୍ଣ୍ଣ ଉଦ୍ଦେଶ୍ୟ ପୂର୍ଣ୍ଣକୁ ବାଧା ଦେବ। ବନ୍ଧୁ, ଯେତେବେଳେ ଆମେ ନିଜକୁ ଭାବୁ କି ଏହି ଯୋଉ ଯୁଦ୍ଧ ଆମେ ସମ୍ମୁଖୀନ କରିବାକୁ ଯାଉଅଛୁ, ଏହି ଯୁଦ୍ଧ ହୋଇପାରେ ଆମମାନଙ୍କ ସମ୍ମୁଖରେ ଅସମ୍ଭବ, ମାତ୍ର ଗୋଟିଏ ଜିନିଷ ମନରେ ରଖନ୍ତୁ ବନ୍ଧୁ, କି ସଦାପ୍ରଭୁ ଆମମାନଙ୍କ ପାଇଁ ସଦାସର୍ବଦା ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ଯେବେ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କ ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆମେ ସେହି ବିଶ୍ୱାସ କରିବାକୁ ପଡ଼ିବ, ଭରସା ରଖିବାକୁ ପଡ଼ିବ, ଯେପରିକି ଯେଉଁ ପ୍ରକାର ବିପଦରେ ଆମେ ଗମନ କରୁ ଆଉ ଯେଉଁ ପ୍ରକାର ବିପଦ ଆମ ସମ୍ମୁଖରେ ଥାଏ, ହୋଇପାରେ ବଡ଼ ହୋଇପାରେ ଛୋଟ, ଯଦି ଆମେ ପରମେଶ୍ୱରଙ୍କ ଠାରେ ଯଦି ବିଶ୍ୱାସ କରୁଛେ, ତେବେ ପରମେଶ୍ୱର ଆମମାନଙ୍କ ପାଇଁ ଯୁଦ୍ଧ କରନ୍ତି। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ ରଖି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବସ୍କୃତ ପାଠ ଦ୍ୱାରା ଆମେ ଦେଖିଲୁ କି ତୁମେ ହିଁ ଆମର ଯୁଦ୍ଧରେ ସାହାଯ୍ୟ କରୁଛନ୍ତି ଆଉ ଆମ ଯୁଦ୍ଧ ଲଢ଼େଇ କରୁଛନ୍ତି। ତୁମ ବିନା ଆମେ କେବେ ହେଲେ ଶୈତାନ ହସ୍ତରୁ ଦୂର ହୋଇପାରିବ ନାହିଁ। ଏଥିପାଇଁ ଯେପରିକି ସେହି ଯୁଦ୍ଧ ମନ୍ଦ ଅସତ୍ୟ ଯୁଦ୍ଧରେ ଆମେ ବର୍ତ୍ତମାନ ଲାଗି ରହିଅଛୁ, ସେହି ଯୁଦ୍ଧରୁ ବିଜୟ ହେବା ପାଇଁ ଆମମାନଙ୍କୁ ସହାୟକ ହୁଅ, ଆମର ସହବର୍ତ୍ତୀ ରୁହ ଆଉ ଆମମାନଙ୍କୁ ସେହି ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଆଉ ପରିଶେଷ ଯେବେ ତୁମ ପୁତ୍ର ସେହି ସ୍ୱର୍ଗୀୟ ଦୂତ ମାନଙ୍କ ସହ ଆପନା
ସେହି ବିଶ୍ୱାସୀ ମାନଙ୍କୁ ସଂଗ୍ରହ କରିବା ପାଇଁ ଆସିବେ ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ ତୁନି ଗ୍ରହଣ କର। ଆମେନ୍।